ବଲାଙ୍ଗୀର ଜିଲ୍ଲାରେ ଚଳିତ ଖରିଫ ବିପଣନ 2025-26 ଋତୁ ପାଇଁ ମାଣ୍ଡିଆ, ଡାଲି ଏବଂ ତୈଳବୀଜ ଜାତୀୟ ଫସଲର କ୍ରୟ ନିମନ୍ତେ ସ୍ଥାନୀୟ ଖଣ୍ଡୀୟ ବନ ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତରଣୀ ସୁନା, ବଲାଙ୍ଗୀର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଏବଂ ଟିଟଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ଶ୍ରୀଅନ୍ନ ଅଭିଯାନ ଓ ଅନ୍ୟ ଯୋଜନାଗୁଡ଼ିକର ତଥ୍ୟ ଉପସ୍ଥାପନ କରିଥିଲେ। ମୋଟ 21 ଗୋଟି ମଣ୍ଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 4,886 ଟଙ୍କା ହିସାବରେ ବଲାଙ୍ଗୀର ଜିଲ୍ଲାର 7ଟି ବ୍ଲକ ଯଥା ବଙ୍ଗମୁଣ୍ଡା, ମୁରିବାହାଲ, ତୁରେଇକିଲା, ଖପରାଖୋଲ, ପାଟଣାଗଡ଼, ଟିଟଲାଗଡ଼ ଓ ବେଲପଡ଼ାର ଆସନ୍ତା ଜାନୁଆରୀ ମାସ 19 ତାରିଖ ଠାରୁ ସାପ୍ତାହିକ 3 ଦିନ ମଣ୍ଡି ଖୋଲାଯାଇ 24,952 କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ ପାଇଁ ସ୍ଥିର କରାଯାଇଛି। ବ୍ଲକ ସ୍ତରୀୟ କ୍ରୟ ସଂସ୍ଥାଗୁଡ଼ିକୁ ବ୍ଲକଗୁଡ଼ିକର ନିର୍ଦ୍ଧାରିତ ଲକ୍ଷ୍ୟ ପରିମାଣର ଏଫଏକ୍ୟୁ ମାନର ମାଣ୍ଡିଆ କ୍ରୟ କରିବା ପାଇଁ ପରାମର୍ଶ ଦିଆଯାଇଛି। ଶ୍ରୀଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ଉତ୍ପାଦନ ହେଉଥିବା ଜିଲ୍ଲାର 7ଟି ବ୍ଲକଗୁଡ଼ିକୁ ମାଣ୍ଡିଆ ସହିତ ଡାଲି ଓ ତୈଳବୀଜ ଜାତୀୟ ଶସ୍ୟଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ଦିଗରେ ଅଧିକ ପ୍ରାଧାନ୍ୟ ଦେବାକୁ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହାସହ ଜିଲ୍ଲାରେ ରପ୍ତାନୀ ମାନର ଶସ୍ୟ ଉତ୍ପାଦନ କରିବାକୁ ଆଲୋଚନା କରିଥିଲେ। ପୁନଶ୍ଚ ସେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚାଷୀଙ୍କୁ ଅନ୍ୟ ରାଜ୍ୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରଖିବାକୁ କହିଥିଲେ। ମଣ୍ଡିଗୁଡ଼ିକରେ ଚାଷୀମାନଙ୍କର ମାଣ୍ଡିଆ ବିକ୍ରି ପାଇଁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଆଲୋଚନା କରାଯାଇଥିଲା। ମାଣ୍ଡିଆ ବିକ୍ରୟର 3 ଦିନ ଭିତରେ ଚାଷୀଙ୍କ ବିକ୍ରୟ ମୂଲ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ TDCOL ପ୍ରଦାନ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କୃଷି ବିଭାଗର ସମସ୍ତ ଅଧିକାରୀ, ବେସରକାରୀ ସଂଗଠନ ଏବଂ କୃଷକ ଉତ୍ପାଦକ ଗୋଷ୍ଠୀଗୁଡ଼ିକର ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ଆଜି ଯେଉଁ DLPC ମିଟିଂରେ ଆଲୋଚନା ହେଇଛି ସେଥିରେ ମିଲେଟ୍ ମାଣ୍ଡିଆ ଆମର ଯେଉଁ ପ୍ରୋକ୍ୟୁରମେଣ୍ଟ କରିବାର ଅଛି ତାକୁ ନେଇକରି 18 ତାରିଖରୁ 18 ରବିବାର ଅଛି, 19 ତାରିଖରୁ ତୁରେକେଲାରୁ ଆରମ୍ଭ ହେବ ଏବଂ ତା ବାହାରେ ବର୍ତ୍ତମାନ ଖାଲି 7ଟା ବ୍ଲକରେ ମାଣ୍ଡିଆର ଚାଷ କରାଯାଉଛି। ତାକୁ ଆଉ ବ୍ଲକମାନଙ୍କୁ ବି ବଢ଼ାଇବା ପାଇଁ, କାହିଁକି ସେଥିରେ ସାରର ଆବଶ୍ୟକତା ନଥାଏ, ତା ଭିଟାମିନ୍ସର ଭରପୁର ଥାଏ ଆଉ ସମସ୍ତଙ୍କ ଦେହ ପାଇଁ ସେଇଟା ଭଲ। ଆଗେ ଆମର ପରିବାର ମାନେ ସମସ୍ତେ ସେଇଟା ଖାଉଥିଲେ, ସେଟାକୁ ଆମେ ଛାଡ଼ି ଦେଇକରି ଅନ୍ୟ ଖାଦ୍ୟ ଆଡ଼କୁ ପଳାଇ ଯାଇଛୁ। ସେ ବର୍ତ୍ତମାନ ସରକାରର ଉଦ୍ୟମ ହେଉଛି जो फॉरगॉटन फूड्स आम कहूँ से फॉरगॉटन फूड्स को फॉरफ्रंट को आनिकरी लोकों को स्वास्थ्य द्वारा ठीक रहीटा प्रोडक्शन बढ़ाइबा देखो तो आज तारीख रे आम धान चाष 800 टंका इंसेंटिव देला परे प्रोडक्शन ता बढ़िला 3100 टंका रे आम धान किणुछु। मांडियार 4,500 टंका सेमती एका MSP अच्छी, धान रु अधिका अच्छी MSP टा। तो जदि मांडियाटा को मिलेट को से माने प्रोडक्शन करेंगे तो अधिक पैसा पाइबे चाषी। बलांगीर अंजु पृष्टि रिपोर्ट, विश्व विजयी न्यूज ओडिशा।